जय 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 राधा माधव जय कुंज बिहारी राधा माधव जय कुंज बिहारी जय गोपी जन वल्लभ जय गिरिवरधारी यशोदानंदन व्रज जन रंजन यशोदानंदन व्रज जन रंजन जमुना तीर वनचारी कुंज बिहारी जय राधा माधव जय कुंज बिहारी Hare Krishna, Krishna Krishna, Hare Hare, Hare Rama, Rama Rama, Hare Hare. Hare Krishna, Krishna Krishna, Hare Hare, Hare Rama, Rama Rama, Hare Hare. Hare Krishna, Krishna Krishna, Hare Hare, Hare Rama, Rama Rama, Hare Hare.
Rama Hare Rama 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 Hare 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 Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. जय 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 प्रेम अवतार कृष्ण प्रेम अवतार गौरंग महाप्रभु की जय नित्यानंद प्रभु की जय जगत कृष्ण प्रभुपाद की जय दाय दुष्मानंद हरि तो हरे कृष्ण तो आज गुड़ी को मिनी सत्संग छोटिया सत्संग तो भक्त सब भावे कि सत्संग हो सब उत्साह आने सी वास्तव जीव मान कल्याण चिंता करे अभक्त भौतिकवादी लोक मैंने भक्त सब कौन विचार करे वास्तव उन्नति कामना करे वास्तव उन्नति कौन वास्तव उन्नति होती आध्यात्मिक उन्नति जोटा कि आम करूने मरला पर वास्तव उन्नति कौन वास्तव उन्नतिर अर्थ होची जोटा सत्य जोटा सत्य पैसा सत्य घर सत्य
ସ୍ତ୍ରୀ ସତ୍ୟ, ଏ ଶରୀର ମଧ୍ୟ ସତ୍ୟ। ତ ବାସ୍ତବରେ ସତ୍ୟ କିଏ? ତ ଗୋଟେ ମାୟାବତୀ ଶବ୍ଦ ଅଛି ନା, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ବ୍ରହ୍ମ ବ୍ରହ୍ମାଣ୍ଡ ଆମେ ଯୋଉଟା ଦେଖୁଛେ ସେଟା ସବୁ ମିଥ୍ୟା, ଏ ଜଗତଟା ମିଥ୍ୟା, ବ୍ରହ୍ମ ସତ୍ୟ, ଭଗବାନ ସତ୍ୟ। ଆଉ ଆମ ଭିତରେ ଯୋଉ ଭଗବାନଙ୍କର ସତ୍ତା ଅଛି ସେ କିଏ? ସେ ହେଉଛନ୍ତି ଆତ୍ମା ମଧ୍ୟ ସତ୍ୟ ଓ ନିତ୍ୟ। ଯେମିତି ଶରୀରଟା ଜନ୍ମ ହେଲା, ଭଗବଦ୍ଗୀତାରେ ଭଗବାନ କହୁଛନ୍ତି ଦେହୀନ ଅସ୍ମିନ୍ ଯଥା ଦେହେ। ପୂର୍ବ ଜନ୍ମରେ ଆମେ ଗୋଟେ ଅଲଗା ଶରୀର, କୋଉ ଶରୀର ଥିଲା ଆମକୁ ଜଣା ନାହିଁ। ଏବେ କଣ କୋଉ ଶରୀର ପାଇଲେ? ମଣିଷ ଶରୀର ପାଇଲେ। ପ୍ରଥମରେ କଣ ଥିଲେ? ଏତେ ବଡ଼ ହେଇଯାଇଥିଲେ ନା? ଦେହୀନ ଅସ୍ମିନ୍ ଯଥା ଦେହେ। ଫାଷ୍ଟ କଣ ହେଲେ? କୌମାରମ୍, କୁମାର ଅବସ୍ଥା, ଛୋଟ ପିଲା। ତାପରେ କଣ ହେଲା? ଦେହୀନ ଅସ୍ମିନ୍ ଯଥା ଦେହେ କୌମାରମ୍ ଯୌବନମ୍ ଜରା। ତାପରେ ଯୁବକ ହେଲେ। ତାପରେ କଣ ହେଲା? ଜରା ଅବସ୍ଥା, ବୃଦ୍ଧା ଅବସ୍ଥା ଆସିଲା। ତାପରେ କଣ ହବ? ଦେହୀନ ଅସ୍ମିନ୍ ଯଥା ଦେହେ କୌମାରମ୍ ଯୌବନମ୍ ଜରା। ବୁଢା ହେଲା ପରେ କଣ ହବ? ତଥା ଦେହାନ୍ତର ପ୍ରାପ୍ତି। ତାପରେ କଣ ହବ? ଏ ଦେହଟା ପ୍ରାପ୍ତି ହେଇଯିବ। ଯେମିତି ଶରୀରଟା ଅନ୍ୟ ଗୋଟେ ଶରୀର ଛାଡ଼ି ମଣିଷ ଶରୀର ପ୍ରାପ୍ତ ହେଲେ, ସେମିତି ଏ ମଣିଷ ଶରୀରଟା ପ୍ରାପ୍ତ ହେଇକି ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ପୁଣ୍ୟ। ଯିଏ ଧୀର, ଧୀର କିଏ? ନା ଯିଏ ଭଜନ କରୁଛି, ଯେଉଁମାନେ ବୈଷ୍ଣବ, ଯେଉଁମାନେ ସାଧୁ, ସେମାନେ ଧୀର। ସେମାନେ କାଳ ହେଲେ ସେମାନେ ଶୋକ ପ୍ରକାଶ କରନ୍ତି ନାହିଁ, କାନ୍ଦନ୍ତି ନାହିଁ। କ'ଣ ପାଇଁ? ନା ସେମାନେ ଜାଣିଲେ ଆରେ ବାସ୍ତବରେ ଆମେ ତ ଆତ୍ମା, ଆମେ ତ ମରୁନେ। ଆତ୍ମାର ଡେଜିଗ୍ନେସନ୍ କ'ଣ? ନୈନମ୍ ଛିନ୍ଦନ୍ତି ଶସ୍ତ୍ରାଣି। ଆକୁ କୌଣସି ଶସ୍ତ୍ର କାଟି ଦେଇପାରିବ? ଆତ୍ମା କାଟିପାରିବ? ନୈନମ୍ ଦହତି ପାବକ। ଆକୁ କୌଣସି ଅଗ୍ନି ମଧ୍ୟ ଜଳିପାରିବ ନାହିଁ। ନ ଚୈନମ୍ କ୍ଲେଦୟନ୍ତାପ। ଆକୁ ଜଳ ମଧ୍ୟ ଓଦା କରିପାରିବ ନାହିଁ। ନ ଶୋଷୟତି ମାରୁତ। ଆକୁ ପବନ ମଧ୍ୟ ଶୁଖେଇ ପାରିବ ନାହିଁ। ଆମେ ଆତ୍ମା, ଆମେ ତ ମରୁନେ। ଶରୀରଟା ପରିବର୍ତ୍ତନ ହେଉଛି। ଯେମିତି ଆମେ ଗୋଟେ ବସ୍ତ୍ରଟେ ପିନ୍ଧୁଛେ, ବସ୍ତ୍ରଟା ପୁରୁଣା ହେଇଯିବ, ଫାଟିଯିବ, କ'ଣ କରିବା? ଆମେ ପିନ୍ଧିଦେବା। କାନ୍ଦୁଛେ କି ନାଇଁ? ଆରେ ଫଟା ବସ୍ତ୍ରଟା କାହିଁ ପିନ୍ଧିବୁ? କାନ୍ଦୁନି। ତ ସେମିତି ବାବା ଯେଉଁମାନେ ଭଜନ ମାର୍ଗରେ ଅଛନ୍ତି, ବୈଷ୍ଣବ ସାଧୁ, ଏମିତି ସଂସାରରେ କି ମୃତ୍ୟୁବରଣ କରେ, ଖାଲି ଶରୀର ପରିବର୍ତ୍ତନ। ସେଇଟାକୁ ଆମେ ନାଁ ଦେଇଥିଲେ ମୃତ୍ୟୁ। ଯେମିତି ବାବାଜୀମାନେ ଶୋକ ପ୍ରକାଶ କରନ୍ତି ନାହିଁ, ତାଙ୍କ ସାଧାରଣରେ କିଛି ନାହିଁ, କାହାର କିଛି ନଷ୍ଟ ହେଇନି, ଆତ୍ମା ତ ଆତ୍ମା ଅଛି। ସେଥିପାଇଁ ଏ ଯେଉଁ ପୁନର୍ବାର ସଂସାରକୁ ଆସିବା, ଆମେ ପ୍ରଥମ କରିକି ଆସୁ। ଆମେ 84 ଲକ୍ଷ ଥର ଜନ୍ମ ହେଇକି ମରି ସାରିଲେ। ମନେ ଅଛି? କାଲି ତ କ'ଣ ଖାଇଥିଲେ ଠିକ୍ରେ ମନେ ନାହିଁ। ମନେ ଅଛି? ସପ୍ତାହ ତଳେ ବିଲକୁଲ ମନେ ନାହିଁ। କେମିତି? ଆଉ 84 ଲକ୍ଷ ଥର ଆମେ ଜନ୍ମ ହେଇକି ମୃତ୍ୟୁବରଣ କରିସାରିଛୁ। ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି, ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି। ଜନ୍ମ ହେଲେ ରୋଗରେ ପଡ଼ିଲେ, ବୁଢ଼ା ହେଲା, ମଲେ। ଜନ୍ମ ହେଲେ ରୋଗରେ ପଡ଼ିଲେ, ବୁଢ଼ା ହେଲା, ମଲେ। ଏମିତି କେତେ ଥର ଜନ୍ମ ହେଇସାରିଲେଣି? 84 ଲକ୍ଷ ଥର। ଜଳଜା 9 ଲକ୍ଷାଣି। 9 ଲକ୍ଷ ଥର ଜଳଚର ପ୍ରାଣୀ ହେଇକି, ସାପ, ମାଛ, ଗେଣ୍ଡା, କୋଚିଆ, କଙ୍କଡ଼ା, ଚିଙ୍ଗୁଡ଼ି, ଏଇଠି ଆମେ କେତେଥର ଜନ୍ମ ହେଇଛେ? 9 ଲକ୍ଷ। ଜଳଜା 9 ଲକ୍ଷାଣି। ସ୍ଥାବରା ଲକ୍ଷ ବିଂଶତି। ସ୍ଥାବର କୀଟ ପତଙ୍ଗ, ଗଛ, ତରୁ, ତୃଣ ହେଇକି କେତେଥର ଜନ୍ମ ହେଲେ? 9 ଲକ୍ଷ। ଜଳଜା 9 ଲକ୍ଷାଣି। ସ୍ଥାବରା ଲକ୍ଷ ବିଂଶତି, 20 ଲକ୍ଷ। ଜଳଜା 9 ଲକ୍ଷାଣି, ସ୍ଥାବରା ଲକ୍ଷ ବିଂଶତି। କୁର୍ମୟା ରୁଦ୍ର ସଂଖ୍ୟକା, ସମ୍ବାଳୁଆ, ପ୍ରଜାପତି, ଝିଟିପିଟି, କେତେ ଥର ହେଇଗଲେ? ତେଲୁଣିଆ ପୋକ କେତେ ଥର ହେଲେ? 11 ଲକ୍ଷ। କୁର୍ମୟା ରୁଦ୍ର ସଂଖ୍ୟକା। ପକ୍ଷୀ ନାମ 10 ଲକ୍ଷ। 10 ଲକ୍ଷ ପ୍ରକାର ପକ୍ଷୀ।
ମୟୂର କେତେବେଳେ କୁଆ କେତେବେଳେ ପେଚା। 30 ଲକ୍ଷଣୀ ପାଶବ ଚତୁର୍ଲକ୍ଷଣୀ ମାନବ। ଆଉ 30 ଲକ୍ଷ ପଶୁ ଶରୀରରୁ ମଧ୍ୟ ପ୍ରାପ୍ତ ହେଇଗଲେ। ବାଘ କେତେବେଳେ ସିଂହ କେତେବେଳେ କୁକୁର ଗଧ ଘୋଡ଼ା। ଶେଷରେ କ'ଣ ହେଲା ଆମେ ଭଗବାନଙ୍କୁ ମଣିଷ ଶରୀର ପ୍ରାପ୍ତ। ଏବେ ତ ଆମେ ଭାଗ ଭାଗ କଲେ 84 ଲକ୍ଷ ଯୋନିଟାକୁ କେତେ ଭାଗରେ ବିଭକ୍ତ କଲେ? ଜଳଚର, ସ୍ଥଳଚର, କୂର୍ମ, ପକ୍ଷୀ, ପଶୁ ଆଉ ମନୁଷ୍ୟ 6 ଭାଗରେ ଆମେ ବିଭକ୍ତ କଲେ। ତ ଏ 6 ଭାଗରେ ବିଭକ୍ତ କଲେ ଜଳଚର ଭିତରେ ଭଗବାନଙ୍କର କିଏ ପ୍ରିୟ? ବେଗ ମିନ ବିନ ମାଛ ମାଛ ନାଇଁ କିଏ? କିଏ? ରୁମ ରୁମ ଶଙ୍ଖ। ଭଗବାନଙ୍କର ଅତି ଶଙ୍ଖ ପ୍ରିୟ ବୋଲି ଭଗବାନ ସେଟାକୁ ପାଟିରେ ଲଗେଇକି ବଜେଇଲେ। କ'ଣ କହିଲେ? ପଞ୍ଚଜନ୍ୟ ହୃଷିକେଶ। ପଞ୍ଚଜନ୍ୟ ଶଙ୍ଖ ଭଗବାନ ପାଟି। କିଏ ପ୍ରିୟ ଜଳଚର ପ୍ରାଣୀ ଭିତରେ? ଶଙ୍ଖ। ତାପରେ କିଏ ଆସିଲେ? ସ୍ଥଳଚର ପ୍ରାଣୀ। ଗଛ ଏମାନଙ୍କ ଭିତରେ କିଏ ଭଗବାନଙ୍କର ପ୍ରିୟ? ତୁଳସୀ। ତୁଳସୀ। କ'ଣ ପାଇଁ ନା ତୁଳସୀ ବିଷୟରେ କହିବି? ତୁଳସୀ କଲ୍ୟାଣୀ ଗୋବିନ୍ଦ ଚରଣ କିଏ ସହତ୍ୱାରେ ତୁଳେ ବିଭ୍ରଦୁଷ୍ଟେ ଉପୟୁକ୍ତ। ପ୍ରାୟ ଲୋକମାନେ ତୁଳସୀ ଧାରଣ କରୁନାହାନ୍ତି। କହୁଛନ୍ତି ଆରେ ଏଇଟା କାଠର ମାଳିକା, ଏଟାକୁ ପିନ୍ଧିଲେ କ'ଣ ହବ? ଏଟାକୁ ପିନ୍ଧିଲେ ସବୁ ନିୟମ କାନୁନ ଅଛି। ଗୋଟେ ଏତେ ବଡ଼ ମୋଟା ଚେନ୍ଟେ ପକେଇଲେ କ'ଣ କଲ୍ୟାଣ ହବ ଗ୍ୟାରେଣ୍ଟି ଅଛି? କୋହିନୂରରେ ଆମେ ତ ଦେଖିନି, ମୁଁ ତ ଦେଖିନି, ତମେ ଦେଖିଥିବ ଦେଖିଛି। ତାର ପୁରା ମାଳ କରିକି ଯଦି ପକେଇବ କଲ୍ୟାଣର ସମ୍ଭାବନା ଅଛି ନା। କିନ୍ତୁ ଯାହାର ଗଳାରେ ଗୋଟେ ତୁଳସୀ ମାଳ ଅଛି ମୃତ୍ୟୁ ସମୟରେ କ'ଣ କଲ୍ୟାଣ? ନା ଆମକୁ ନର୍କ ଲାଗିବ, ନର୍କ ଦଣ୍ଡ ଆମକୁ ଭୋଗିବାକୁ ପଡ଼ିବନି। ଏଇଟା ଶାସ୍ତ୍ରରେ ପରମ କଲ୍ୟାଣ ହେଇକି ମଧ୍ୟ ଆମେ ତୁଳସୀ ମାଳ ପିନ୍ଧୁ। ଆଉ ତୁଳସୀ ମାଳ ପିନ୍ଧିଲେ ଆମର ଲାଭ କ'ଣ? ଆଉ ତୁଳସୀ ମାଳ ନ ପିନ୍ଧିଲେ ଲାଭ କ'ଣ? ନା ତୁଳସୀ ମାଳ ବିଷୟରେ କହିଛି ସ୍କନ୍ଦ ପୁରାଣରେ, ଯସ୍ୟ କଣ୍ଠେ ତୁଳସୀ ନାସ୍ତି ते नरा मुढ़ा मानुषा सुनो विष्टा समम जानम जलम चम विरास। जाकंठरे तुलसी नहीं ता द्वारा छुआ होइतिबा जल अन्न शुकर विष्टा सहित समान आ छुआ होइतिबा जल मद्यपान। ब्रह्म पुराण रे कहैछि तुलसी लाभ कौन? स्नान काले दस्यांगे स्नान समय नारद कहते स्नान काले दस्यांगे दृश्यति तुलसी शोभा सर्वतीर्थेषु स्नातम भवति ते मम संशयम। स्नान समय जहाँ गलरे तुलसी माला अच्छी जो सी स्नान कर पानी छिटकी पड़ुची तो कौन हो आमको गया गोदावरी प्रयागराज जावा आवश्यक नहीं, हरिद्वार जावा आवश्यक नहीं। सर्वतीर्थेषु स्नातम भवति ते मम संशय। सब तीर्थरे यदि तुलसी माला जन पिंधिकी स्नान करती सब तीर्थरे स्नान कर फल मिलती। देखो आम धारण कर कौन भाई तुलसी धारण करने गोटे आका नियम से नियम कौन ना जहाँ भगवान को भोग लगे आम अन्न रूपे ग्रहण कर भगवान खाऊ गेंडा कोचिया माछ मांस खाऊना आम अन्न रूपे ग्रहण कर तुलसी धारण कर आउ किसी नियम ना गोटे ही नियम जे जहाँ भगवान को भोग लगुनि से आम प्रसाद रूपे ग्रहण करवा। आम यदि प्रसाद ग्रहण करवा तुलसी धारण करवा कौन आमको हम आम नर्क मुक्ति आमको जमदंड नर्क दंड लगे आम तो खोजुने मला समय
କାହିଁ ତୁଳସୀ ମାଳିଲେ ଆମେ ପିନ୍ଧେଇବା ହଁ ନା ଏ ନିର୍ମାଲ୍ୟ ଟିକେ କୋଉଠି ଅଛି ଆମେ କହିବା ଆରେ ସେତେବେଳେ ହରିନାମ କରିଦିଅ ଆରେ ଜୀବନ ସାରା ତ କରି କରି ଅଭ୍ୟାସ ନାହିଁ ଶେଷ ସମୟରେ ଆସିଲେ ହେଇଯିବ ଆସିବ ତ ଇଏ ଥିଲା ଜଳଯାନ ପରସ୍ପର ସ୍ଥାବର ଗଛମାନଙ୍କ ଭିତରେ କିଏ ପ୍ରିୟ ଭଗବାନଙ୍କର ସେଥିପାଇଁ ଭଗବାନ ଗଲେ ତାଙ୍କୁ ମୁଣ୍ଡରେ ଲଗେଇ ତାପରେ ଆସିଲେ କୁର୍ମୟା ରୁଦ୍ର ସଂଖ୍ୟକା କୁର୍ମ ମାନେ କ'ଣ ପ୍ରଜାପତି ସମ୍ଭାଳିବା ଝିଟି ପିଟି ମହୁମାଛି ଏମାନଙ୍କ ଭିତରୁ କିଏ ପ୍ରିୟ ଭଗବାନଙ୍କର ଏମାନଙ୍କ ଭିତରୁ ପ୍ରିୟ ହେଉଛି ମହୁମାଛି କ'ଣ ପାଇଁ ତା ପଞ୍ଚାମୃତରେ ଅବଶେଷଟା ମଳଟା ନା କାହାର ମଳ ମହୁମାଛିର ମଳ ହେଉଛି କ'ଣ ମହୁ ତ ସେଇଟାକୁ ମଧ୍ୟ ପଞ୍ଚାମୃତରେ ନ କଲେ ହୁଏନି ସେଇଟା ଭଗବାନ ଗ୍ରହଣ ମଧୁମକ୍ଷୀ କୁର୍ମୟା ବୁଝିନା ପକ୍ଷୀଣାମ 10 ଲକ୍ଷ ପକ୍ଷୀ ଭିତରେ କିଏ ଭଗବାନଙ୍କର ପ୍ରିୟ ଗରୁଡ଼ କ'ଣ ପାଇଁ ପ୍ରିୟ ନା ମୟୂର ବ୍ରହ୍ମଚାରୀ ଆଉ ବାକି ଯେତେ ସବୁ ଅଛନ୍ତି ସନ୍ତାନ ଉତ୍ପତ୍ତି ପାଇଁ ବଂଶ ବିସ୍ତାର ପାଇଁ ସେମାନେ କ'ଣ କରନ୍ତି ଦୈହିକ ସମ୍ପର୍କ ରଖନ୍ତି କିନ୍ତୁ ମଣିଷ ଏକମାତ୍ର ଜୀବ 84 ଲକ୍ଷ ଜୋନି ଭିତରେ ଯିଏକି ଆଖିରୁ ତାର ଲୁହ ବାହାରିବ ପୁରୁଷ ମୟୂରଠୁ ସେ ଆଖି ପକେଇଦେଲା ପରେ ସେଇଟାକୁ ମୟୂରୀ ଆସିକି ଗ୍ରହଣ କରିବ ତ ସେ ତ କ'ଣ କଲେ କ'ଣ ନା ଗର୍ଭବତୀ ସେଥିପାଇଁ ମୟୂର ବ୍ରହ୍ମଚାରୀ ମୟୂରର ଦୈହିକ ସମ୍ପର୍କ ନାହିଁ ସେଥିପାଇଁ ଭଗବାନ କ'ଣ କଲେ ମୟୂର ବ୍ରହ୍ମଚାରୀ ବୋଲି ଭଗବାନ ମୟୂରର ପିଛରେ ଦେଇକି ମଧ୍ୟ ମୁଣ୍ଡରେ ତ୍ୟାଗ ଦେଖ ପ୍ରାୟ ଲୋକଙ୍କୁ ଧାରଣା ଯେ ଆରେ ଭୋଗୀ ମାନେ ଭଗବାନଙ୍କର ପ୍ରିୟ ନାହିଁ ବାସ୍ତବ ଯେ ତପସ୍ୱୀ ସେମାନେ ହିଁ ଭଗବାନଙ୍କର ତ ଇଏ ତ ପଡ଼ିଲେ ପକ୍ଷୀ ଆଉ ପଶୁନାମ 300 ଲକ୍ଷାଣି ପାସ୍ ହବ ପଶୁ ଭିତରେ କିଏ ପ୍ରିୟ ଗୋମାତା ଗୋମାତା ଏତେ ପବିତ୍ର ଯେ ଗୋମାତାର ମଳକୁ ମଧ୍ୟ ଆମେ ଘରେ ନେଇକି ଲିପିଲେ ପଞ୍ଚାମୃତରେ ଗୋବରଟି ଗୋମୟ ବୋଲି ପଡ଼ୁଛି ଯଜ୍ଞ ଅନୁଷ୍ଠାନ ଗୋବର ନ ଆଣିଲେ କାମ ହଉନି ଯଦି ଗୋମାତାଙ୍କର ମଳ ଯଦି ଏତେ ପବିତ୍ର ହେଇପାରିଲା ତାହେଲେ ଗୋମାତା କେତେ ପବିତ୍ର ନା ସେଥିପାଇଁ ପଶୁମାନଙ୍କ ଭିତରେ ଭଗବାନ କହିଲେ ଗୋମାତାଙ୍କୁ ଶ୍ରେଷ୍ଠ ବିବେଚନା କଲେ ତାପରେ ଆଉ କହିଲେ ଶେଷରେ ମଣିଷ ଭିତରେ କିଏ ଭଗବାନଙ୍କର ପ୍ରିୟ ନାରଦ ବ୍ୟାସଦେବଙ୍କୁ ପଚାରିଲେ କି ହେ ବ୍ୟାସଦେବ ଏ ଯେଉଁ ଚତୁର୍ଲକ୍ଷାଣୀ ମାନବ ଏ ଯେଉଁ 4 ଲକ୍ଷ ପ୍ରକାର ମଣିଷ ଅଛନ୍ତି ଏମାନଙ୍କ ଭିତରୁ କିଏ ପ୍ରିୟ ତ ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ବାସ୍ତବରେ ମଣିଷ ଭିତରେ କିଏ ଭଗବାନଙ୍କର ପ୍ରିୟ न च तस्मान् मनुष्येषु न च तस्मान् मनुष्येषु कश्चिन्मे प्रियकृतं भविता न च विसमाजन्य प्रियतर भगवान कहते जी मोर वाणी की प्रचार कला ये संसार रे तार जो मोर प्रिय किए नाही बोलो ताय जो प्रेमानंदे भगवान को किए प्रिय भगवान को मो वाणी किए प्रचार कला बाबाजी सन्यासी भक्त से माने ही सबुठु मोर कथा प्रसंग आउ कुआडे पड़ेगा तो मुख्य है आम गोटे बीमार लगे रोग लगे हाँ ना से रोगर ना है कौन भव रोग भव रोगर लक्षण कौन भव रोगर लक्षण है जन्म मृत्यु जराव्याधि जन्म हवा मरवा रोगरे पड़ा वृद्धावस्था प्राप्त कर हाँ ना आम किए भी चाहूना जे आम मरिया किए भी चाहूना किए भी नहीं
ଆହୁରି କି ବେଶୀ ପଇସା ଆମେ ଇନକମ୍ କରିବା, ଭଲ ଘର କରିବା, ଏସି ଲଗେଇବା, ଭଲ ଗାଡ଼ିରେ ବୁଲିବା। ସମସ୍ତେ ସୁଖରେ ରହିବା ପାଇଁ ଚାହୁଁଛନ୍ତି, ମରିବା ପାଇଁ କିଏ ଚାହୁଁନାହାନ୍ତି, ରୋଗରେ ପଡ଼ିବାକୁ କିଏ ଚାହୁଁନାହାନ୍ତି। ରୋଗରେ ପଡ଼ିଲେ ବଢ଼ିଆ ଫାଇଦା କ'ଣ ନା ବାସ୍ ସାଲାଇନ୍ ଲାଗିଯିବ, ବେଡ୍ ମିଳିବ, ଆଉ ସମସ୍ତେ ଆସି ସେବା କରି ହେଇକି ମଧ୍ୟ ରୋଗରେ ପଡ଼ିବାକୁ କିଏ ଚାହୁଁନାହାନ୍ତି। ଆଉ ବୁଢ଼ାବୁଢ଼ୀ ହେବାକୁ କିଏ ବି ଚାହୁଁନାହାନ୍ତି। ତ ଇଏ ଗୋଟେ ରୋଗ, ଏ ରୋଗର ନାଁ ହେଲା ଭବ ରୋଗ। ଏ ଭବ ରୋଗ କାହାକୁ ଲାଗିଛି? ଗୀତାରେ ଭଗବାନ କହିଲେ ବ୍ରହ୍ମ ଭୁବନା ଲୋକ ପୁନରାବର୍ତ୍ତିନ ଅର୍ଜୁନ ମାମେ ପେତ୍ୟତି କୌନ୍ତେୟ ପୁନର୍ଜନ୍ମ ବିଦ୍ୟତେ। ଭଗବାନ କହୁଛନ୍ତି ଏ ରୋଗ ଯେ ଆମେ 84 ଲକ୍ଷ ବିବେଚନା କଲେ 84 ଲକ୍ଷ ଜମି ଏ ଭିତରେ ବ୍ରହ୍ମା ମଧ୍ୟ ଯାଉଛନ୍ତି, ଆଉ ଛୋଟ ପିମ୍ପୁଡ଼ି ମଧ୍ୟ ଯାଉଛି। ବ୍ରହ୍ମାଙ୍କର ବି ମୃତ୍ୟୁ ଅଛି। ବ୍ରହ୍ମା ଗୋଟେ ପୋଷ୍ଟ, ପୁଣ୍ୟ କର୍ମ ଫଳରେ ବ୍ରହ୍ମା ପଦଟା ପାଇଛନ୍ତି। ଯେତେବେଳେ ପୁଣ୍ୟ କର୍ମ ଶେଷ ହେଇଯିବ ସେ ବ୍ରହ୍ମା ଯିବେ, ଆଉ ଜଣେ ବ୍ରହ୍ମା ଆପଏଣ୍ଟମେଣ୍ଟ ହେଇଯିବ। ତ ଭଗବାନ କହୁଛନ୍ତି ଏ ଯେଉଁ ଜନ୍ମ ମୃତ୍ୟୁ ଚକ୍ରରେ କୋଉମାନେ ପଡୁଛନ୍ତି ନା ବ୍ରହ୍ମ ଭୁବନା ଲୋକ। ବ୍ରହ୍ମାଣ୍ଡରେ ଯେତେ ଲୋକ ଅଛନ୍ତି, ଯେତେ ଲୋକରେ ବସବାସ କରୁଥିବା ପ୍ରାଣୀମାନେ ସମସ୍ତେ ଏ ରୋଗରେ ବସବାସ। ବ୍ରହ୍ମ ଭୁବନା ଲୋକ ପୁନରାବର୍ତ୍ତି ମଧ୍ୟ କ'ଣ ପାଇଁ? ସେମାନଙ୍କୁ ପୁନର୍ବାର ଜନ୍ମ ନେବାକୁ ପଡ଼ୁଛି, ପୁନର୍ବାର ମରିବାକୁ ପଡ଼ୁଛି, ପୁନର୍ବାର ରୋଗରେ ପଡ଼ୁଛନ୍ତି, ପୁନର୍ବାର ବୁଢ଼ା ହେଉଛନ୍ତି। କିନ୍ତୁ କୋଉମାନେ ରୋଗରୁ ମୁକ୍ତି ପାଉଛନ୍ତି? ମାମେ ପେତ୍ୟତି କୌନ୍ତେୟ। ଭଗବାନ କହୁଛନ୍ତି ଯିଏ ମୋତେ ଜାଣିବାକୁ ଚେଷ୍ଟା କରୁଛି ସିଏ ଜନ୍ମ ମୃତ୍ୟୁ ଜରା ବ୍ୟାଧିରେ ଆଉ ମାମେ ପେତ୍ୟତି କୌନ୍ତେୟ ପୁନର୍ଜନ୍ମ ବିଦ୍ୟତେ। ସିଏ ଆଉ ଏ ଧରା ଧାମକୁ ପୁନର୍ବାର ଆସିକି ଏ ଭବ ରୋଗରେ ସଢ଼େ ନାହିଁ। ଭଗବାନ କହିଲେ ମୋତେ ଜାଣିବାକୁ କିଏ ଚେଷ୍ଟା କରୁଛି? ଗୀତାରେ ଭଗବାନ କହୁଛନ୍ତି ଭକ୍ତ୍ୟା ମାମ୍ ଅଭିଜାନତି ଯାବାନ୍ ଦୁଷ୍ଟାସ୍ମି ତତ୍ତ୍ୱମାଂ ତତ୍ତ୍ୱ ବିଷୟ ତତ୍ତ୍ୱ। ଭଗବାନ କହୁଛନ୍ତି ଯଦି ମୋତେ କିଏ ଜାଣିବାକୁ ଚେଷ୍ଟା କରୁଛି ସିଏ ହେଉଛି ମୋର ଭକ୍ତ। ଅଭକ୍ତମାନଙ୍କୁ ସମ୍ବନ୍ଧ କ'ଣ? ଅଭକ୍ତମାନେ କୋଉଠି ବିଡ଼ି ପିଇବେ, କୋଉଠି ଭୋଜି କରିବେ, କୋଉଠି ସିନେମା ଦେଖିଯିବେ, ତାଙ୍କୁ ସେଇଟାରେ ସମ୍ବନ୍ଧ। କିନ୍ତୁ ଯିଏ ଭକ୍ତ ସେ ବିଚାର କରୁଛି ନାହିଁ ବାସ୍ତବରେ ମୁଁ ବଡ଼ ଦୁଃଖୀ, 84 ଲକ୍ଷ ମାନେ 5 କୋଟି ବର୍ଷ ମୁଁ ଅତିକ୍ରାନ୍ତ କରି ସାରିଲିଣି। ଆଉ ଶ୍ରେଷ୍ଠ ମଣିଷ ଶରୀରଟାକୁ ଯଦି ମୁଁ ଖାଇବା ପିଇବାରେ ଅତିବାହିତ କରିଦେଲି, ଯେମିତି ଶାସ୍ତ୍ରରେ କୁହାଯାଇଛି ଆହାର ନିଦ୍ରା ଭୟ ମୈଥୁନ। ପଶୁ ମଧ୍ୟ ଆହାର ଗ୍ରହଣ କରୁଛି ନା ନାହିଁ? ପଶୁ ଭୋକ ଲାଗିଲେ ପଶୁ ଖାଉଛି, ପଶୁକୁ ନିଦ ଲାଗିଲେ ପଶୁ ମଧ୍ୟ ଶୋଉଛି। ପଶୁକୁ ଯଦି ଗୋଟେ ବାଡ଼ିଟେ ଧରେ ଦେଖେଇଲେ ସିଏ ବି ଧାଇଁବ। ଆଉ ପଶୁ ମଧ୍ୟ ସନ୍ତାନ ଉତ୍ପତ୍ତି ବଂଶ ବିସ୍ତାର କରୁଛି। ଯଦି ଆମେ ମଣିଷ ଶରୀର ପାଇକି ମଧ୍ୟ ସେ 4ଟା କାମରେ ଯଦି ଆମେ ଆମର ଜୀବନଚର୍ଯ୍ୟାକୁ ଯଦି ପାଳନ କରିବା, ଅତିବାହିତ କରିଦେବା, ତ ଆମେ ଶାସ୍ତ୍ର କରୁଛନ୍ତି ଆହାର ନିଦ୍ରା ଭୟ ମୈଥୁନ ସାମାନ୍ୟ ମେଟ ପଶୁ ବି ନରାଣ। ଆମେ ମଣିଷ ହେଲେ ମଧ୍ୟ ଆମେ ପଶୁ ସହିତ ସମାନ। ଯେଉଁମାନେ ନିଜର ଜୀବନକୁ ଭକ୍ତିରେ ନ ଲଗେଇକି ପଶୁ ଭଳିଆ ଆଚରଣ କରିବେ ତ ସେମାନଙ୍କର ଗତି କୁଆଡ଼େ ଯିବ? ଭଗବାନ କହୁଛନ୍ତି ଆମେ ତ କାଳେ ଆମେ ଜଣେ ହରି ଭଜନ କରିନି, ସଂସାର ସହିତ ସମ୍ବନ୍ଧ ରଖିଛି, ଖାଇବା ପିଇବା ଫିଲ୍ମ ଦେଖିବା ଏଗୁଡ଼ାରେ ମସ୍ତି ଅଛି, ତ ସେ ସମୟରେ କ'ଣ ହେବ? ସେଗୁଡ଼ା ହିଁ ମନେ ପଡ଼ିବ। କିନ୍ତୁ ଯେ ଭକ୍ତ ଭକ୍ତି କରିଛି, ଭଜନ କରୁଛି, ଭଗବାନଙ୍କୁ ସ୍ମରଣ କରୁଛି କି ଭଗବାନ ମୁଁ ବଡ଼ ଦୁଃଖୀ, ଏ ସଂସାରରୁ କେମିତି ଉଦ୍ଧାର ହେବି, ନହେଲେ ପୁନର୍ବାର ଆଉଥରେ ଆସିବି ଜନ୍ମ ମୃତ୍ୟୁ ଜରା ବ୍ୟାଧିରେ ପଡ଼ିବି, ଭୋଗ ରୋଗରେ ପଡ଼ିବି। ସେଥିପାଇଁ ଭକ୍ତ ସିନ୍ସିୟରଲି ନିଷ୍ଠାପର ଭାବରେ ହରିଙ୍କର ଭଜନ କରେ। କ'ଣ ପାଇଁ ନା ଅନ୍ତ କାଳ ମୋର ଅନ୍ତ ସମୟ ଶେଷ ସମୟ କେତେବେଳେ ଆସିବ ଭଗବାନ ମୋତେ ଜଣା ନାହିଁ। ସେଥିପାଇଁ ମୁଁ ନିରନ୍ତର ଭଜନ କରିବ। ଅନ୍ତ କାଳ ମାମେବ ସ୍ମରଣ ମୁକ୍ତ କଲେବର ଜ ପ୍ରୟତି ସେ ମନୋଭାବ ଜାତି ନସ୍ତତ୍ର ସଂଶୟ। ଭଗବାନ କହୁଛନ୍ତି କି ଯିଏ ଶେଷ ସମୟରେ ମୋର ଭଜନ କରିବ, ମୋତେ ସ୍ମରଣ କରିବ,
मत स्मरण करके शरीर छाड़ सी कौटिक जीव सी मत ही प्राप्त कर अर्थात गोलोक वृंदावन को जीव कौन संशय ना भर गोटे डाउट गोलोक वृंदावन फैसिलिटी कौन से कौन जन्म मृत्यु जरा व्याधि ना भगवान 15 अध्याय गीतार कहते मत भाष ये सूर्य भगवान को मो धाम को आसिले सूर्य किरण आवश्यक ना आमको ये पृथ्वी हमको सूर्य किरण आवश्यक कि भगवान को मो धाम सूर्य किरण आवश्यक ना न तो भाष ये सूर्य न शशांक ना पावक चंद्र किरण आवश्यक भी ना अग्निर भी आवश्यक ना कौन पे ना से चुली ना आम दिन चुली अच्छी घरे आम रोषे करा पड़े से इच्छा है रसगोला तो रसगोला हाजर से चिंता धाम चिंता कले सब द्रव्य आम प्राप्त हो तो अध्याय 15 अध्याय कौन कहले न तो भाषयते सूर्य ये सूर्य चंद्र अग्निर आवश्यक नहीं न तो भाषयते सूर्य न सुशांत न पावक जद्गत्वान निवर्तन्ते तद्धामं परमं धाम आउ जे थरे मो धाम को आसिला सी आउ फेरिकी जाए जे माने तार आउ जन्म मृत्यु जरा व्याधि नहीं जो रोग लगी जन्म मृत्यु जरा व्याधि उद्धार पाइबा बात अच्छे से बाट कौन सुखदेव गोस्वामी भी अद्भुत महाराज प्रश्न करे हेरा हे मुनि हे सुखदेव गोस्वामी भयंकर कलिकाल किंतु दोषर खनिटा कलिजुगर लक्षण कौन प्राय अल्पायुष सभ्य कलिजुगर लक्षण समस्त कौन है अल्पायुष प्राय अल्पायुष सभ्यम कले बस्मिन जुगे जना ये कलिजुगर मनुष्य मैंने अल्पायुष हे आउ कौन है मंद सुमंद मत कलह प्रिय हे आउ कौन है ना मंद बुद्धि संपन्न हे मंद सुमंद मत मंद भाग्य होता किंतु कलिर खनि भितर भी भगवान को विशेष गुण अच्छे कलो दोष निधिराजन अस्ति योग महान गुण कीर्तन देव कृष्ण से मुक्त संग परम यदि कलिकाल हरिकर भजन करते हरिनाम करते सी कौन हम अति सहजरे भव सागर को भव सागर मुक्ति ना जन्म मृत्यु जरा व्याधि आओ पड़ना एक कथा किए विचार करते ना एक कथा आम साधु साधु गुरु वैष्णव मैंने विचार कर देख जीव मैंने संसार प्रसिद्ध अच्छी जापारना वास्तव सुख कौन ये संसार तो सुख ना दुखालय शाश्वतम कि दुख को सुख बोली भाविकी पी चलते दुख को वास्तव सुख कौन वास्तव सुख तुलसीदास कहते दिन कहे धनवान सुखी गरीब लोग विचार करते धनी सुखी धनवान कहे सुख राजा को भारी धनवान भी कहते सी सुख किए सुखी ना धन राजा होती सुखी राजा कहे सुख राजा कहे महाराजा को सुखी राजा मत देखो मुझे सुखी नहीं महाराजा सुखी कौन पे ना मो पाखे घोड़ा गाड़ी अच्छी कि महाराज पाखे तो हाथी गाड़ी अच्छी महाराज को पचारा पर महाराज मत उत्तर बुझे महाराजा कहे सुख इंद्र को भारी इंद्र सुखी कौन पे ना इंद्र पाखे उर्वशी मेनका रंभा भाया नृत्यंगना मैंने अच्छा नृत्य कर ऐरावत हस्ती अच्छी से इंद्र सुखी इंद्र मध्य कहते इंद्र कहे ब्रह्मा को सुखी इंद्र मध्य कहते मु भी सुखी ना कौन पे ना मुझे जन्म मृत्यु जरा व्याधि अधीन मुझे सुखी ना ब्रह्मा कहे सुख विष्णु को भारी तुलसीदास विचार कहे हरि भजन बिना सब दुखारी वास्तव दुखर कारण कौन
ନା ଯେଉଁମାନେ ହରି ଭଜନ କରୁନାହାନ୍ତି ସେମାନେ ବାସ୍ତବରେ ଦୁଃଖୀ, ଆଉ ଯେଉଁମାନେ ଭଗବାନଙ୍କ ଅଭିମୁଖୀ ସେମାନେ ହିଁ ବାସ୍ତବରେ ସୁଖୀ। ଆଉ ଆମ ମନରେ ଗୋଟେ ବିଚାର ଆସୁଛି, ଆମେ ତ ହରି ଭଜନ କରୁଛେ, ଭଗବାନଙ୍କ ଶେଷ ସମୟରେ ଭଗବାନ ମନ ପକେଇବା, କିନ୍ତୁ କ'ଣ ଶେଷ ସମୟରେ ଭଗବାନ ମନେ ପଡ଼ିବେ? ସେଥିପାଇଁ ଭକ୍ତ ପ୍ରଶ୍ନ କରୁଛି, କୃଷ୍ଣ ପ୍ରଦୀୟ ପଦ ପଙ୍ଗଜ ପଞ୍ଜରନ୍ତ ମଧୈବ ନିଷାଦ ମାନସରାଧଂସଂ ପ୍ରାଣ ପ୍ରୟାଣ ସମୟ କଫବାତ ପିତ୍ତେ କଣ୍ଠାବରୋଧ ବିଧେ ସ୍ମରଣ ଭଗବାନ। ମୁଁ ତ ଶେଷ ସମୟରେ ମୋତେ କଫ ବାତ ପିତ୍ତ ମୋର କଣ୍ଠକୁ ଅବରୋଧ କରିଦେଇଥିବ, ଆଖିକୁ ଦେଖାଯାଉ ମୋତେ ମୋ ସ୍ମରଣ ଶକ୍ତି ପଳେଇଥିବ, ମୁଁ କେମିତି ଆପଣ ମନ ପକେଇ ପାରିବି? ଭଗବାନ ବରାହ ପୁରାଣ କହୁଛନ୍ତି, ଯଦି ବତାଦି ଦୋଷଂ ମଦ୍ଭକ୍ତ ମାଂ ନ ତ ସ୍ମରେତ୍ ଅହଂ ସ୍ମରାମି ମଦ୍ଭକ୍ତ ନୟାମି ପ୍ରଣାମି। ଭଗବାନ କହୁଛନ୍ତି, ଦେଖ ଭଗବାନ ଯଦି କୃପାଳୁ, ଆମେ କୋଟି କୋଟି ଟଙ୍କା ଇନକମ୍ କରୁଛୁ କିନ୍ତୁ ମଲା ସମୟରେ ଜୀବନ ଆସିବ ଗ୍ୟାରେଣ୍ଟି ନାହିଁ, କିନ୍ତୁ ଭଗବାନ କହୁଛନ୍ତି ଯଦି ମୋତେ ମୋର ଭକ୍ତ ଠିକ୍ ଠିକ୍ରେ ସ୍ମରଣ କରୁଛି, ଯଦି ବତାଦି ଦୋଷଂ ମଦ୍ଭକ୍ତ ମାଂ ନ ତ ସ୍ମରାମି, ଯଦି ଶରୀରରେ ଉତ୍ପନ୍ନ କଷ୍ଟ କାରଣରୁ ଯଦି ମୋର ଭକ୍ତ ମୋତେ ସ୍ମରଣ ନ କରିପାରେ, ତ ଭଗବାନ କହୁଛନ୍ତି ମୁଁ ମୋର ଭକ୍ତକୁ ମନେ ପକେଇବି। ଅହଂ ସ୍ମରାମି ମଦ୍ଭକ୍ତ ନୟାମି ପରମାଗତି। ଆଉ ତାକୁ କ'ଣ କରିବି? ମୋର ଗୋଲକ ବୃନ୍ଦାବନ ବୈକୁଣ୍ଠକୁ ପ୍ରାପ୍ତ କରିଦେବି। ସେଟା କ'ଣ ଲାଭ? ଯଦ୍ଗତ୍ୱାନ ନିବର୍ତ୍ତନ୍ତେ ତଦ୍ଧାମ। ଆଉ ଯୋଉଠି ଗଲା ପରେ ଆଉ ଆମକୁ ଜନ୍ମ ମୃତ୍ୟୁ ଗଲାବେଳେ ଯେଉଁଟାକି ବାସ୍ତବରେ ଦୁଃଖ, ସେଗୁଡ଼ାରେ ଆମେ ଆଉ ପଶିବା ନାହିଁ। ନିତାୟ ଗୌର ପ୍ରେମାନନ୍ଦେ। ଆପଣ ପ୍ରଶ୍ନ? ପ୍ରଭୁ ଆପଣ ଯେଉଁ କହିଲେ ତୁଳସୀ ମାଳ ପିନ୍ଧିବା ପରେ ଯେଉଁ ଗାଧାନ୍ତି ଆମ ଶରୀରକୁ ପବିତ୍ର କରେ, ସେ ପାଣିଟା ତ ଆମ ପାଦକୁ ବି ସ୍ପର୍ଶ କରେ, ତ ତା ଦ୍ୱାରା କିଛି ଆମକୁ ପ୍ରଭାବ ପଡ଼େ? ପ୍ରାୟ ଲୋକଙ୍କ ବିଚାର କରନ୍ତୁ ପାପ ପାପ ପାପ। ତୁଳସୀ ଗୋଟେ ଶାସ୍ତ୍ର ଦିବ୍ୟକି ଆମେ ତୁଳସୀ ଧାରଣ କରିପାରିବା, ମାନେ ତୁଳସୀ ମାଳ ଆମେ ପିନ୍ଧିପାରିବେ, ମାନେ ଗୋଟେ କଞ୍ଚା ପତ୍ର ପିନ୍ଧିପାରିବେ, କିନ୍ତୁ ତୁଳସୀ ପିନ୍ଧିପାରିବେ। ସେଥିପାଇଁ ପ୍ରାୟ ଲୋକଙ୍କୁ ମୁଁ ବି କେତେଟା ଜାଗାରେ ଶୁଣୁଛି ଯେ ପ୍ରାୟ ଲୋକମାନେ କହିଛନ୍ତି ୟାରେ ତୁଳସୀ ମାଳ ପିନ୍ଧିଲ, ସ୍ନାନ କଲ, ସେ ପାଣିଟାକୁ ଗୋଡ଼ରେ ପଡ଼ିଲା, ପାପ କଲ। ନା, ଭଗବାନ ସ୍ୱୀକାର କରୁଛନ୍ତି ଆମେ ସେଟାକୁ ପାଦରେ ପିନ୍ଧୁନେ, ଆମେ ସେଟାକୁ ଗଳାରେ ପିନ୍ଧୁ। ଆଉ ଯେହେତୁ ଗଳାରେ ପିନ୍ଧୁଛେ ଭଗବାନ ସ୍ୱୀକାର କରୁଛନ୍ତି, ତମେ ସେଟାକୁ ସ୍ନାନ କରିବ। ଶାସ୍ତ୍ର ସ୍କନ୍ଦ ପୁରାଣ ଦେଖାଯାଏ, ସ୍ନାନ କାଳେ ଦସ୍ୟାଙ୍ଗି ଦୃଶ୍ୟତି ତୁଳସୀ ଶୋଭା ସର୍ବତୀର୍ଥେ ସ୍ନାତଂ ଭବତି ତେନ ନ ସଂଶୟ। ଆମକୁ ପାପ ଲାଗୁନି, ଆମକୁ ସବୁ ତୀର୍ଥରେ ସ୍ନାନ କରିବାର ଫଳ ମିଳୁଛି ବୋଲି ଶାସ୍ତ୍ର ଦେଖାଏ। ଆମେ ଶାସ୍ତ୍ର ପଢ଼ିବାନି, ଆମେ ଆମ ମନ ଘୋଡ଼ା କାହାଣୀ ଗ୍ରାମ୍ୟ କଥା କହିବା, ଆରେ ତୁଳସୀ ଧାରଣ କଲେ ଦେଖ ତୁଳସୀ ପିନ୍ଧିକି ସ୍ନାନ କରୁଛନ୍ତି, ସେଥିପାଇଁ ପାଣି ପଡ଼ିଲା ପାପ କରେ। ନା, ଶାସ୍ତ୍ର କହୁଛି କ'ଣ ନା ସବୁ ତୀର୍ଥରେ ସ୍ନାନ କରିବାର ଫଳ ମିଳୁଛି। ଆମକୁ ଯାହା ଶାସ୍ତ୍ର କରୁଛି, ସ୍କ୍ରିପ୍ଚର ଆମକୁ ଯାହା ଶିଖୁଛି ଆମକୁ ସେଇଟା ଫଲୋ କରିବାକୁ ପଡ଼ିବ। ଆଉ ଲୋକଙ୍କୁ ଶିକ୍ଷା କରୁଛି, ଜଣେ କହିବ ମୁଁ ରସଗୋଲାଟା ଖାଇଲି ମୋତେ ପିତା ଲାଗୁଛି, ରସଗୋଲା ପିତା ନାହିଁ, ତାକୁ ଜଣା ନାହିଁ ବୋଲି ସେ ପିତା କହୁଛି। ତ ବାସ୍ତବରେ ରସଗୋଲାର ସ୍ୱାଦ ମିଠା, ଶୁଣିଲି ତାକୁ ଶାସ୍ତ୍ର ପଢ଼ାଇବାକୁ ପଡ଼ିବ, ଏଗୁଡ଼ାକ ପଢ଼ାଇବାକୁ ନା ବାପା ସେ ପାପ ଲେଖାଏନି। ପାପ ବାସ୍ତବ କ'ଣ କହିଲି ନା ସବୁ ତୀର୍ଥରେ ସ୍ନାନ କରିବାର ଫଳ ମିଳୁଛି। ଆଉ କ'ଣ ଲେଖା ହେଇଛି? ଯାହା ଗଳାରେ ତୁଳସୀ ମାଳ ଅଛି, ଶେଷ ସମୟରେ ଯଦି ଦାନାଟେ ବି ଅଛି, ତାକୁ ନର୍କ ଯନ୍ତ୍ରଣା ଲାଗେ। ଯେମିତି ଗୋଟେ ମୁସଲମାନ ଥିଲା, ମୁସଲମାନ କ'ଣ କରୁଥିଲା, ମୁସଲମାନ ମାନେ ତ ତୁଳସୀ ପିନ୍ଧୁନାହାନ୍ତି ନା, ସିଏ କିନ୍ତୁ ଏତେ ଖଣ୍ଡେ ଗୋଟେ ବୋଝାଟେ ଅଖାଟେ ତୁଳସୀ ମାଳ ପିନ୍ଧୁଥିଲା।
ତାକୁ ପଚାରିଲାରେ ତମେ ତ ମୁସଲମାନ ତମେ କ'ଣ ପାଇଁ ତୁଳସୀ ମାଳ ପିନ୍ଧୁଛ? ନା ରେ ବାସ୍ତବରେ କହିଲା ଦିନେ ଯାଉଛନ୍ତି ରାସ୍ତାରେ ଯମଦୂତ ଦୁଜନ ବଡ଼ ବଡ଼ ହଠା କଳା 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 ଦାନ୍ତ ଅସ୍ତ୍ର ଶସ୍ତ୍ର ଧରିକି ଆସିଲେ ମୁଁ ଡରିଗଲି। ନା ଆମେ ଡରନ, ଆମେ ଯମଦୂତ। ଏବେ କିଛି ସମୟ ପରେ ଗୋଟେ ଶଗଡ଼ ଗାଡ଼ି ଆସିବ, ଶଗଡ଼ ଗାଡ଼ିରେ ବଳଦମାନଙ୍କୁ ଏଠି ଆସିବେ, ଆସିଲା ପରେ ବଳଦମାନଙ୍କୁ ପାଣି ପିଇବା ପାଇଁ ମାଲିକ ତୁମରେ ବଳଦ ଗୁଡ଼ାକ ଶଗଡ଼ ଖୋଲିଲେ ଆଉ ସେମାନେ କାଳ ହେଇକି ବଳଦ ମାଲିକକୁ ମାରିଦେବେ, ଶଗଡ଼ିଆକୁ ମାରିଦେବେ। ଆଉ ମାରିଗଲା ପରେ ଆମେ ସେମାନଙ୍କୁ ଭୋଗିବୁ। ସେମାନଙ୍କୁ କହିଲେ ଠିକ୍ ଅଛି, ସେମାନେ ଅପେକ୍ଷା କଲେ, ମୁସଲମାନଟା ଅପେକ୍ଷା କଲେ, ରୁଚି ରହିଲେ। ଦେଖିଲା ଗୋଟେ ବଳଦ ଗାଡ଼ି ଶଗଡ଼ ଆସିଲା, ଶଗଡ଼ିଆ ସେଠି ଶଗଡ଼ ରଖିଲା, ବଳଦ ମାନଙ୍କୁ ଖୋଲିଲା। ଯେମିତି ଖୋଲିଛି ବଳଦ ମାନେ ଆଗେ ତାକୁ ମାରିଦେଲେ। ମାରିଦେଲା ପରେ କିଏ ଦେଖିଲା ସତ କଥା, କିନ୍ତୁ ଦେଖିଲା ସେ ଯମଦୂତ ଦୁଇ ଜଣ କଳା କଳା ଥିଲେ ସେମାନେ ଆସିଲେ କିଏ ନା 4 ଜଣ ଶଙ୍ଖ ଚକ୍ର ଗଦା ପଦ୍ମ ଧରିକି 4 ଜଣ ବିଷ୍ଣୁ ଦୂତ ପଳେଇ ଆସିଲେ, ଚତୁର୍ଭୁଜ ନାରାୟଣ। ଆରେ ଏମାନେ କ'ଣ ଆସିଲେ? ସିଏ ତ କହୁଥିଲେ ଆମେ ନେବୁ ବୋଲି। ସେ କହିଲା ଛାଡ଼ କିଏ ନେଉଛୁ, ସିଏ ଆଉଥରେ କିଛି ସମୟ ଚାଲିବାକୁ ଯେମିତି ଲାଗିଲା ଆଉଥରେ ସେମାନଙ୍କୁ ଯମଦୂତ ମାନେ ଦେଖିଲେ। ଆରେ ତମେ ତ କହୁଥିଲେ ବଳଦ ଆସିବ ସେମାନଙ୍କୁ ମାରିବେ, ସେ ମରିଯିବ, ମରିଗଲା ତମେ ନେବ, ତମେ ତ ନେବ। ଦେଖ ଆମେ ନେବାକୁ ଆସିଥିଲୁ, କିନ୍ତୁ ବଡ଼ ବିଡ଼ମ୍ବନାର ବିଷୟ ତା ପେଟରେ ତୁଳସୀ ମାଳ। ସେଥିପାଇଁ ବୈଷ୍ଣବମାନଙ୍କୁ ଯେହେତୁ ତା ବେକରେ ତୁଳସୀ ମାଳ ଥିଲା ସେଥିପାଇଁ ସେ ବୈଷ୍ଣବ ହେଇଗଲା। ସେଥିପାଇଁ ବୈଷ୍ଣବମାନଙ୍କୁ ଦଣ୍ଡ ଦେବାର ଅଧିକାର ଆମର ନାହିଁ, ବୈଷ୍ଣବମାନଙ୍କୁ ନର୍କ ନେବାର ଅଧିକାର ଆମର ନାହିଁ। ସେଥିପାଇଁ ବିଷ୍ଣୁ ଦୂତ ଆସି ତାକୁ ସ୍ୱର୍ଗ ଲୋକକୁ ନେଇ ଭଗବାନ ପାଖରେ। ସେଥିପାଇଁ ସେ କହିଲା ଆରେ ହଉ ଠିକ୍ ଅଛି, କିଏ ତ ଗୋଟେ ସରା କିଏ 2 ସରା କିଏ 3 ସରା ପିନ୍ଧୁଛନ୍ତି, ତମେ ଏତେ କ'ଣ ପିନ୍ଧୁଛ? ନା ଦେଖ ଆମେ ତ ଜାତି ମାନେ କ'ଣ ଯବନ, ଆମେ ଅତି ଅପବିତ୍ର କୂଳ, ଆମେ ପଶୁ ହତ୍ୟା କରୁଛୁ, ଇଏ କରୁଛୁ ସିଏ କରୁଛୁ। ଆଉ ଏଇ ଯେଉଁ ତୁଳସୀ ଏ ଯେଉଁ ଦେଖ ଯେତେବେଳେ ଆମେ ସାମାନ୍ୟ ଗୋଟେ କାଠଟାକୁ ଧରିକି ଆମେ ନଈ ପାର ହେଇଯାଉଛୁ, ଡଙ୍ଗା କରିକି ଡଙ୍ଗା ମାଧ୍ୟମରେ ବଡ଼ ବଡ଼ ସମୁଦ୍ର ମଧ୍ୟ ପାର ହେଇଯାଉଛି। ଆଉ ଇଏ ଯେଉଁ ହେଇଛନ୍ତି ଇଏ ହେଉଛନ୍ତି ବ୍ରହ୍ମ କାଠ, ଇଏ ସାମାନ୍ୟ କାଠ ନାହିଁ, ଇଏ ସାମାନ୍ୟ କଣ୍ଠି ନାହିଁ, ସେ ହେଉଛନ୍ତି ବ୍ରହ୍ମ କାଠ, ଯିଏକି ଆମକୁ ଭବସାଗରରୁ ଉଦ୍ଧାର କରିବ। ଆଉ ଆପଣମାନଙ୍କ ସବୁ ସନାତନୀ ହିନ୍ଦୁ ବୈଷ୍ଣବ ସମାଜ, ସେଥିପାଇଁ ଆପଣଙ୍କ ଛୋଟ ମାଳରେ ପିନ୍ଧିଲେ ବି ଉଦ୍ଧାର ହେଇଯିବ, କିନ୍ତୁ ଆମେ ଯେହେତୁ ପ୍ରକୃତ ସେଥିପାଇଁ ଆମକୁ ବେଶୀ ପିନ୍ଧିବାକୁ ପଡ଼ିବ। ତେଣୁ ମୁସଲମାନ ଟୋପି ଲଗେଇଛି ଆଉ ତୁଳସୀ ଧାରଣ କରିଛି। ଆଉ ଇଏ କୌଣସି ଇଏ କଥା ନାହିଁ, ମନଗଢ଼ା କଥା ନାହିଁ। ଭଗବାନ ତ ଏକ, ତମେ କାହାକୁ ଭଗବାନ ନିଜକୁ ଭଗବାନ ବୋଲି ମାନିଦେଲେ ହେଇଯିବ ନା କ'ଣ? ବ୍ରହ୍ମା ମଧ୍ୟ କହିଥିଲେ ଈଶ୍ୱର ପରମ ବିଷ୍ଣୁ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦିର ଗୋବିନ୍ଦ ସର୍ବକାଳ। ଭଗବାନ କୃଷ୍ଣଙ୍କୁ ଭଗବାନ ବୋଲି ବ୍ରହ୍ମା କହିଛନ୍ତି। ଆଉ ସ୍ୱୟଂ ବ୍ରହ୍ମା ମଧ୍ୟ ବ୍ରହ୍ମ ସଂହିତାରେ କହିଛନ୍ତି କି ବାକି ଯେତେ ସବୁ ଭଗବାନଙ୍କ ଅବତାର ରାମାଦି ମୂର୍ତ୍ତି ଶୁକ୍ଲା ନିୟମେ ନତିଷ୍ଠାନ ନାନା ଅବତାର ଅକୁତ ଭୁବନେ କୃଷ୍ଣ ସ୍ୱୟଂ ସମଭବତି ପରମ ପୁରଣ୍ୟ ଗୋବିନ୍ଦ ମାଦି ପୁରୁଷମ ପ୍ରଣମ। ଗୋବିନ୍ଦ ମାଦି ପୁରୁଷମ ଭଗବାନ କୃଷ୍ଣଙ୍କୁ ହିଁ ଭଗବାନ ସ୍ୱୀକାର କରୁଛନ୍ତି। ଆଉ ଭାଗବତରେ ବି ଲେଖା ହେଇଛି ଇତି କଲା ଚାଞ୍ଚନ ପୁରୁଷମ କୃଷ୍ଣସ୍ତୁ ଭଗବାନ, କୃଷ୍ଣଙ୍କୁ ହିଁ ଭଗବାନ ସ୍ୱୀକାର କହିଛି। ଆଉ ବାକି ଯେତେ ସବୁ ଅଂଶାବତାର, ପୁରୁଷାବତାର, ଯୁଗାବତାର, ବାକି ସବୁ ଅବତାର, କିନ୍ତୁ ଭଗବାନ କୃଷ୍ଣ ହିଁ ଅବତାର। ଆମକୁ ନିଃସଙ୍କୋଚରେ ତୁଳସୀ ଧାରଣ କରିବାକୁ। ଆଉ ତୁଳସୀ ଧାରଣ କରିବାର ଗୋଟେ ମାତ୍ର ନିୟମ ଯେ ଯାହା ଆମେ ଭଗବାନଙ୍କୁ ପ୍ରସାଦ ଭୋଗ ଲଗାଇ ପାରିବାନି ସେଟାକୁ ଆମେ ପ୍ରସାଦ ରୂପେ ଗ୍ରହଣ କରିପାରିବା ନାହିଁ। ଆଉ ତୁଳସୀ ଧାରଣ କରି ଆଉ କୌଣସି ନିୟମ। ସାଇଣ୍ଟିଫିକାଲି ବି କୁହନ୍ତି ଆମେ ଗାଧୋଇବା ଦ୍ୱାରା ଯେଉଁ ତୁଳସୀର
ପାଣିଟା ବି ଚର୍ମ ରୋଗ ବି ଦୂର କରେ ସେଇଟା ବି। ଚର୍ମ ରୋଗ ଦୂର କରେ। କିଛି କାରଣବଶତଃ ଆମେ ଯଦି ପ୍ରସାଦ କୁଆଡ଼େ ଟ୍ରାଭେଲିଂ କରୁଛୁ, ପ୍ରସାଦ ଭୋଗ ଲଗେଇ ପାରିଲେ ତ ମାନସିକ ଭଗବାନଙ୍କୁ ଭୋଗ ଯେତେବେଳେ ଗ୍ରହଣ କରିବା, ସେତେବେଳେ ଏ ତୁଳସୀ ଏପଟେ ହେଇକି ଭିତରେ ଥିବେ ଅଟୋମେଟିକ୍ ଭୋଗ ଲାଗେ। ଅମୃତ ହେଇଯାଏ, ହାଁ? ଅମୃତ ହେଇଯାଏ। ତୁଳସୀର ସ୍ପର୍ଶ ପାଇ ଯେମିତି ମଣିର ସ୍ପର୍ଶ, ପାରସ ମଣିର ସ୍ପର୍ଶ ପାଇ ଯେମିତି ଲୁହା ସୁନା ହେଇଯାଉଛି, ସେମିତି ତୁଳସୀର ସ୍ପର୍ଶ ପାଇଲେ ସବୁ ଶୁଦ୍ଧ ହବ ଆଉ ଖାଦ୍ୟ ମଧ୍ୟ ପ୍ରସାଦ ଶାସ୍ତ୍ର କେତେ ଅଛି। ହରେ କୃଷ୍ଣ। ପାଣି ନେବେ? ହଁ। ପାଣି ହଁ।